ଓଡ଼ିଶାର ବିଖ୍ୟାତ ଲେଖକ ଓ ତାଙ୍କର ସାହିତ୍ୟ କୃତି। ଓଡ଼ିଶାରେ ଆମର କେତେ ଲେଖକ ଅଛନ୍ତି? ଏଗୁଡ଼ା ପରୀକ୍ଷାରେ ଆମର କମ୍ପିଟିଟିଭ୍ ପରୀକ୍ଷା ବାରମ୍ବାର ଆସୁଛି। ଆର୍ଆଇ, ଓଡ଼ିଶା ପୋଲିସ, ଫରେଷ୍ଟ ଗାର୍ଡ, ବିଭିନ୍ନ ପ୍ରକାର OSSC, OSSC ପରୀକ୍ଷାରେ ବାରମ୍ବାର କୋଶ୍ଚିନ୍ ଆସୁଛି। ତେଣୁ ଆଜି ଆମେ ଆକୁ ଟିକେ ଦେଖିବା। ଓଡ଼ିଶାର ବିଖ୍ୟାତ କବି ଓ ଲେଖକ ତାଙ୍କର ସାହିତ୍ୟ କୃତି। ପ୍ରଥମେ ଆସିଲେ ଜୟଦେବ। ଆମର କ'ଣ ଲେଖିଥିଲେ ନା ଗୀତ ଗୋବିନ୍ଦ ରଚନା କରିଥିଲେ। ଏ ହେଲା ମୁଖ୍ୟ ପ୍ଲେ, ଏଟା ମନେ ରଖିଦେବା, ପରୀକ୍ଷା ବାରମ୍ବାର ଆସୁଛି। ତାପରେ ଆସିଲେ ସାରଳା ଦାସ। ସାରଳା ଦାସ କ'ଣ ଲେଖିଥିଲେ ନା ଓଡ଼ିଆ ମହାଭାରତ, ଚଣ୍ଡୀ ପୁରାଣ, ବିଲଙ୍କା ରାମାୟଣ ଆମର ରଚନା କରିଥିଲେ। ତାପରେ ଆସିଲେ ତୁନିରେ ଜଗନ୍ନାଥ ଦାସ। ଆମର ମୁଖ୍ୟ ହେଲେ ଜଗନ୍ନାଥ ଦାସ ଭାଗବତ ଲେଖିଥିଲେ। ଓଡ଼ିଆ ଭାଗବତ ଆଉ ତୁଳା ଭିଣା ଆମର ମୁଖ୍ୟ ଲେଖିଥିଲେ। ତାପରେ ଆସିଲେ ବଳରାମ ଦାସ। ବଳରାମ ଦାସ କ'ଣ ଲେଖିଥିଲେ ନା ଜଗମୋହନ ରାମାୟଣ। ଜଗମୋହନ ରାମାୟଣ ଲେଖି ସେ କ'ଣ ପ୍ରସିଦ୍ଧ ହୋଇଥିଲେ। ତାପରେ ହେଲେ ଅଚ୍ୟୁତାନନ୍ଦ ଦାସ। ଶୂନ୍ୟ ସଂହିତା, ହରିବଂଶ, ଯେଉଁ ଆମେ ଅଚ୍ୟୁତ ବାଣୀ କହୁଛେ ସେଇ ଶୂନ୍ୟ ସଂହିତା, ହରିବଂଶ ସିଏ ଲେଖିଥିଲେ। ତାପରେ ହେଲା ଯଶବନ୍ତ ଦାସ। ପ୍ରେମ ଭକ୍ତି, ବ୍ରହ୍ମଗୀତା, ଗୋବିନ୍ଦ ଚନ୍ଦ୍ର ଏ ପ୍ରମୁଖ ସିଏ ଲେଖିଥିଲେ। ସାତକୁ ଆସିବା ଶିଶୁ ଅନନ୍ତ ଦାସ। ଭକ୍ତି ମୁକ୍ତିଦାୟକ ଗୀତା ସିଏ ଲେଖିଥିଲେ। 8ରେ ଅର୍ଜୁନ ଦାସ। ରାମ ବିବାହ ସିଏ ଆମର କ'ଣ ଲେଖିଥିଲେ। 9ରେ କହ୍ନାଇ ଖୁଣ୍ଟିଆ। ମହାଭାବ ପ୍ରକାଶ ସିଏ ଆମର ଲେଖିଥିଲେ। ବନମାଳୀ ଦାସ। ବନମାଳୀ ଦେଖିଲେ ଛାଟ ଇଚ୍ଛାବତୀ। ନରସିଂହ ସେଣ ପରିମଳ ଲେଖିଥିଲେ। ତାପରେ ଆସିଲେ ବିଷ୍ଣୁ ଦାସ। ପ୍ରେମ ଲୋଚନ ସେ ଆମର ଲେଖିଥିଲେ। ଶିଶୁ ଶଙ୍କର ଉଚ୍ଚାଭିଳାଷ। ଶିଶୁ ଶଙ୍କର ଆମର କ'ଣ ଲେଖିଥିଲେ ଉଚ୍ଚାଭିଳାଷ। ପ୍ରତାପ ରାୟ। ଶଶି ସେଣା। ଦେବଦୁର୍ଲ୍ଲଭ ଦାସ। ରହସ୍ୟ ମଞ୍ଜରୀ ଆମର ପୁସ୍ତକ ଲେଖିଥିଲେ। ଦନାଇ ଦାସ। ଗୋପୀ ଭାଷା। ଆସିଲେ କାର୍ତ୍ତିକ ଦାସ। ରୁକ୍ମିଣୀ ବିବାହ ଲେଖିଥିଲେ। ତାପରେ ଆସିଲେ ପୁରୁଷୋତ୍ତମ ଦାସ। କାଞ୍ଚି କାବେରୀ। ଏଇଟା ମୁଖ୍ୟ ବହି, ପିଲାମାନେ ଏଇଟା ମନେ ରଖିଦେବ। ଏଗୁଡ଼ାକ ପରୀକ୍ଷାରେ ଆମର ଓଡ଼ିଶାର ବିଭିନ୍ନ କମ୍ପିଟିଟିଭ୍ ପରୀକ୍ଷାରେ ବାରମ୍ବାର ଆସୁଛି। ତେଣୁ ତୁମେ ଆକୁ ମନେ ରଖିଦେବ, ଯାହାଫଳରେ ତୁମ ପାଇଁ ବହୁତ ଉପକାରରେ ଆସିବ। ତେଣୁ ଏଗୁଡ଼ାକ ଆମର ମନେ ରଖିଦିଅ। ଆଉ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ ପିଲାମାନେ।